ବ୍ୟାଙ୍କରେ ଟଙ୍କା ଜମା ରଖିଲେ ସୁଧର ସୁଧ ମିଳିଥାଏ। ଅଶୋକ ବାବୁ ବ୍ୟାଙ୍କରେ 20,000 ଟଙ୍କା ରଖି ଶତକଡ଼ା 10 ହାରରେ ସୁଧ ପାଇଥିଲେ। 2 ବର୍ଷ ଶେଷରେ ସେ ମୋଟ କେତେ ଟଙ୍କା ସୁଧ ପାଇବେ? ପିଲେ ଗୋଟେ କଥା ଦିଆଯାଇଛି, ସୁଧର ସୁଧ ମିଳିଥାଏ। ଏହା ଜାଣି ରଖିବା ଦରକାର ଯେ ବ୍ୟାଙ୍କରେ ଆମକୁ ଚକ୍ରବୃଦ୍ଧି ସୁଧ ହିସାବ କରାଯାଏ। ଚକ୍ରବୃଦ୍ଧି ସୁଧ କହିଲେ ବର୍ଷ ଶେଷରେ ଯାହା ସମୂଳ ସୁଧ ହେଇଥାଏ ତାହା ମୂଳଧନରେ ପରିବର୍ତ୍ତିତ ହୋଇ ପୁଣି ତା ଉପରେ ସୁଧ ହିସାବ କରାଯାଏ। ଏଠାରେ ସରଳ ସୁଧ ହିସାବ ନ କରାଯାଇ ଆମେ ଚକ୍ରବୃଦ୍ଧି ସୁଧ ହିସାବ କରିବା। ଯଦି 20,000 ଟଙ୍କା ବ୍ୟାଙ୍କରେ ଜମା ରଖାଯାଏ, ଶତକଡ଼ା 10 ହାର ସୁଧରେ ସୁଧ ହେବ 20,000 ଟଙ୍କାର ଶତକଡ଼ା 10, ତାହା ହେବ 2,000 ଟଙ୍କା। ଅର୍ଥାତ୍ 1 ବର୍ଷ ଶେଷରେ ବ୍ୟାଙ୍କରେ ଆମର ଟଙ୍କା ଥିବ 20,000 ମୂଳଧନ, 2,000 ସୁଧ, 22,000 ଟଙ୍କା। ତାହା ହେଉଛି ସମୂଳ ସୁଧ। ପିଲେ 1 ବର୍ଷ ଶେଷରେ 22,000 ଟଙ୍କା ଆମର ମୂଳଧନ ରୂପରେ ହିସାବ କରାଯିବ। 20,000 ପରିବର୍ତ୍ତେ 22,000କୁ ମୂଳଧନ ଧରି ଦ୍ୱିତୀୟ ବର୍ଷର ଶତକଡ଼ା 10 ହାରର ସୁଧ ମିଳିବ। ତାହେଲେ 22,000ର ଶତକଡ଼ା 10 ହାରର ସୁଧ ହେଉଛି 2,200 ଟଙ୍କା। 2,200 ଟଙ୍କା। ପ୍ରଥମ ବର୍ଷ ସୁଧ ମିଳିଥିଲା 2,000 ଟଙ୍କା, ଦ୍ୱିତୀୟ ବର୍ଷ ସୁଧ ମିଳିଲା 2,200 ଟଙ୍କା। ତାହେଲେ 2 ବର୍ଷରେ ମୋଟ ସୁଧ ମିଳିଲା 2,000 ମିଶାଣ 2,200 ସମାନ 4,200 ଟଙ୍କା ସୁଧ ହେବ। ଅପସନ୍ ସି 4,200 ଟଙ୍କା ଠିକ୍ ଉତ୍ତର ହେବ। ପିଲେ ଚକ୍ରବୃଦ୍ଧି ସୁଧର ସୂତ୍ର ହେଉଛି A = P whole into 1 plus R by 100 to the power n। ଏହି ସୂତ୍ର ଆଧାରରେ ମଧ୍ୟ ଆମେ ସମୂଳ ଚକ୍ରବୃଦ୍ଧି ସୁଧ କେତେ ହେବ ନିର୍ଣ୍ଣୟ କରି ସେଥିରୁ ମୂଳଧନକୁ ବିୟୋଗ କଲେ ଆମେ ସୁଧ ପାଇପାରିବା।